ହଁ, ସିଏ ଗୋଟେ ସମୟ ଥିଲା ଯେତେବେଳେ ବାପା ବାଡ଼ିପଟ ଗଛରୁ ତାଳସଜ କାଟି ଆଣି ମାମୁଁକୁ ଦଉଥିଲେ। ସେ ସମୟ ଆଉ ନାହିଁ। ଆଉ ବାପା ବି ଆମ ସହିତ ନାହାନ୍ତି। କିନ୍ତୁ ତାଳସଜ ସେଦିନ ବଜାର ବୁଲିବାକୁ ଯାଇଥିଲି, ଦେଖିଲି ତାଳସଜ ବିକ୍ରି ହେଉଛି। ଏବେ ମୋ ପାଖରେ ବାପା ନଥିଲେ, ଥିଲା ମୋ ପୁଅ। ତାକୁ ତାଳସଜ କ'ଣ ଜଣାଇବା ପାଇଁ ତାଳସଜ କାଟିକି ମଉସା ବାହାର କରିଦେଲେ। ପିସ୍ ଥିଲା ଗୋଟେ ପିସ୍କୁ 10 ଟଙ୍କା। ମୋ ପୁଅ ତାଳସଜକୁ କହୁଛି, ପାପା ପାପା ଏ ଜେଲି। ସେମାନେ ଜାଣିବେ କେମିତି ୟାକୁ ତାଳସଜ କୁହାଯାଏ। ଆଉ ତାଳସଜର ଟେଷ୍ଟ ଏଇ ଗରମରେ ଅତି ସୁନ୍ଦର। ଆପଣମାନଙ୍କୁ କେମିତି ଲାଗେ ତାଳସଜ କମେଣ୍ଟ ଜରିଆରେ କହିବେ। ଆଉ ଭଲ ପାଇବା ଏମିତି ସବୁବେଳେ ଭଗର ରିପୋର୍ଟକୁ ଦିଅନ୍ତୁ। ଆଉ ଆମ ସାଥିରେ ଯୋଡ଼ି ରୁହନ୍ତୁ। ନମସ୍କାର।